ବଡ଼ ମାଙ୍କ ମୁଣ୍ଡରୁ ବାରମ୍ବାର ଅଢ଼ଣା କାହିଁକି ଖସୁଥିଲା? ସେଠାରେ ତ କେହି ବି ନଥିଲେ। ତଥାପି ବଡ଼ ମା କାହିଁକି ତାକୁ ଟାଣି ଧରୁଥିଲେ? ଆସନ୍ତୁ ଶୁଣିବା ସମ୍ପୂର୍ଣ୍ଣ ଘଟଣାଟିକୁ। ବନ୍ଦେ ପୁରୁଷୋତ୍ତମଂ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁରେବ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ତ୍ୱମେବ ମାତା ଚ ପିତା ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ ବିଦ୍ୟାଂ ଦ୍ରବିଣଂ ତ୍ୱମେବ ସର୍ବଂ মম দেব দেবম। পরম দয়াল যুগ পুরুষোত্তম শ্রী শ্রী ঠাকুর মোর জগজ্জননী বিশ্ব কল্যাণময়ী শ্রী শ্রীমা বড়মা প্রভুপাদ যুগাচার্য শ্রী শ্রী বড়দা পরম পূজ্যপা শ্রী শ্রী আচার্য দেব ପୂଜ୍ୟ ଶ୍ରୀ ଶ୍ରୀ ଅବିନ୍ଦା ତଥା ଇଷ୍ଟ ପରିବାର ସକଳଙ୍କ ଶ୍ରୀଚରଣରେ ମୋର ଆଭୂମି ଶତକୋଟି ବିନମ୍ର ପ୍ରଣାମ ନିବେଦନ କରେ ଏବଂ ମୋର ଭିଡ଼ିଓ ଦେଖୁଥିବା ତଥା ଶୁଣୁଥିବା ସମସ୍ତ ଦାଦା ଏବଂ ମାଆଙ୍କୁ ମୋର ଯୋଦ୍ଧାମାନେ ଯଥାସ୍ଥାନେ ପ୍ରଣାମ ଏବଂ ଆନ୍ତରିକ ଜୟ କରୁ। ଆଜ୍ଞା ହଁ, ମୁଣ୍ଡରେ ଲୁଗା ଖସିଲେ ସ୍ୱାମୀଙ୍କର ଆୟୁକ୍ଷୟ ହୁଏ। ଦିନେ ପୂଜନୀୟା ଲକ୍ଷ୍ମୀ ମା ତାଙ୍କର ଶୟନ କକ୍ଷର ଚୌକିରେ ବସିଥିଲେ ଏବଂ ପୂଜ୍ୟପାଦ ବଡ଼ଦା ତାଙ୍କ ଚକ୍ଷୁରେ ଔଷଧ ପକାଉଥିଲେ। ଏହି ସମୟରେ ତାଙ୍କର ମସ୍ତକ ଶୀର୍ଷରୁ ପଣତକାନି ଖସି ପଡ଼ୁଥିଲା ଏବଂ ସେ ତାକୁ ବାରମ୍ବାର ଯଥାସ୍ଥାନରେ ରଖୁଥିଲେ। ପୂଜ୍ୟପାଦ ବଡ଼ଦା କହିଲେ, ମା, ଏଠାରେ ତ ଠାକୁର ନାହାନ୍ତି, ମୁଣ୍ଡରେ ଲୁଗା ନ ରହିଲେ କ'ଣ ସୁବିଧା ହେଉଛି? ଉତ୍ତରରେ ଶ୍ରୀ ଶ୍ରୀ ବଡ଼ମା କହିଲେ, ଶ୍ରୀ ଶ୍ରୀ ଠାକୁର ଯେ ଅଦୂରରେ ଜାମତାଲା ଘରେ ଅଛନ୍ତି। ଏହା ବ୍ୟତୀତ ସଧବା ନାରୀଙ୍କର ମୁଣ୍ଡରେ ଲୁଗା ଖସିଲେ ସ୍ୱାମୀଙ୍କର ଆୟୁକ୍ଷୟ ହୁଏ। ଶ୍ରୀ ଶ୍ରୀ ବଡ଼ମା ଠାକୁରଙ୍କ ପ୍ରତି ବା ସ୍ୱାମୀଙ୍କର ପ୍ରତିଟି କ୍ଷେତ୍ରରେ ଜାଗ୍ରତ ଭଲ ପାଇବା ଥିଲା। ବନ୍ଧୁଗଣ, ଏହା କେବଳ ଗୋଟିଏ ଅଢ଼ଣାର କଥା ନୁହେଁ, ଏହା ଥିଲା ବଡ଼ ମାଙ୍କ ମନରେ ଥିବା ସ୍ୱାମୀଙ୍କ ପ୍ରତି ଶ୍ରଦ୍ଧା, ଲଜ୍ଜା ଓ ସମର୍ପଣର ଏକ ଅଦ୍ଭୁତ ଦୃଷ୍ଟାନ୍ତ। ଏହି ଛୋଟ ଘଟଣା ମାଧ୍ୟମରେ ବଡ଼ ମା ଯେଉଁ ଜୀବନ ଦର୍ଶନ ଆମକୁ ଦେଇଗଲେ ତାହା ସତରେ ଚିନ୍ତା କରିବା ଭଳି। ବଡ଼ ମାଙ୍କ ପାଇଁ ସ୍ୱାମୀ କେବଳ ତାଙ୍କ ପାଖରେ ଥିବା ଜଣେ ମଣିଷ ନଥିଲେ, ତାଙ୍କ ମନରେ ସେ ସବୁବେଳେ ଉପସ୍ଥିତ ଥିଲେ। ସେଥିପାଇଁ ଦୂରରେ ଥିଲେ ମଧ୍ୟ ତାଙ୍କ ମର୍ଯ୍ୟାଦା ଓ ସମ୍ମାନକୁ ବଡ଼ ମା କେବେ ଭୁଲି ନଥିଲେ। ନିଜ ଜୀବନର ପ୍ରତ୍ୟେକ ଛୋଟ କାମକୁ ମଧ୍ୟ ସେ ସାଧନାର ଅଂଶ କରି ଦେଇଥିଲେ। ଏହି ଘଟଣା ଆମକୁ ବଡ଼ ମାଙ୍କ ଚରିତ୍ରର ଯେଉଁ ଦିଗଟି ଦେଖାଏ ତାହା ସତରେ ଅନୁକରଣୀୟ। ବନ୍ଧୁଗଣ, ଏହି ଘଟଣାଟି ଯଦି ଆପଣଙ୍କ ହୃଦୟକୁ ସ୍ପର୍ଶ କରିଥାଏ ତେବେ କମେଣ୍ଟରେ ଆପଣଙ୍କର ମତାମତ ଜଣାନ୍ତୁ ଏବଂ ବଡ଼ ମାଙ୍କ ଜୀବନର ଏଭଳି ଆଉ ଏକ ନୂଆ ନୂଆ ଘଟଣା ଜାଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।